ଆସ ଆମେ ଶୁଣିବା ଭାଇ ଭଉଣୀ ସମ୍ପର୍କର ଏକ ନିଆରା କାହାଣୀ। ରୁମ୍ ନମ୍ବର 36। ସ୍ୱାମୀ ଚାଲିଯିବା ପରେ ପ୍ରଭାବତୀ ଛୋଟ ପିଲା ଦୁଇଟିଙ୍କୁ ଧରି କିପରି ପରିବାର ଚଳାଇବେ ହତବାକ୍ ହେଲେ। ତଥାପି ସବୁ ପ୍ରତିଘାତକୁ ମଥାପତି ସହି ପର ଘରେ ପାଇଟି କରି ଯେଉଁ କିଛି ରୋଜଗାର ହୁଏ କଷ୍ଟେ ମଷ୍ଟେ ଚଳିଯାଏ। ଏମିତିକି ଅନେକ ସମୟରେ ଉପବାସରେ ରାତି ବିତେ। ଏସବୁକୁ ଛୋଟ ବୟସରୁ ପୁଅ ସୌମ୍ୟ ବେଶ ଅନୁଭବ କରିଛି। ତେଣୁ ନିଜେ ପାଠ ପଢ଼ିବାକୁ ଇଚ୍ଛା ପ୍ରକାଶ କରିନାହିଁ। ତାର ଏକମାତ୍ର ସୁନାନାକି ଭଉଣୀ ଘେଲିକୁ ପାଠ ପଢ଼ାଇ ଦୁନିଆ ଦାଣ୍ଡରେ ଭଲ ମଣିଷ କରିବା ସ୍ୱପ୍ନରେ ନିଜ ପାଠରେ ଡୋରି ବାନ୍ଧିଛି ସେ। ଯାହା ତା ବାପାଙ୍କର ଶେଷ ଇଚ୍ଛା ଥିଲା। ଗେହ୍ଲିକୁ 4 ବର୍ଷ ପୁରି 5 ବର୍ଷ ଚାଲିଲା। ସୌମ୍ୟ ଗାଁ ସ୍କୁଲରେ ତାର ନାମ ଲେଖାଇ ଦେଲା। ଗେହ୍ଲି ପାଦରେ କେବେ ବି କଣ୍ଟା ଫୁଟିବାକୁ ଦେବ ନାହିଁ ବୋଲି ପଣ କଲା। ହେଲେ ବିଦ୍ୟାଳୟ ଯିବାର ପ୍ରଥମ ଦିନରୁ ହିଁ ଗେହ୍ଲି ପିନ୍ଧିଥିବା ଚିରା ପୋଷାକ ପାଇଁ ସାଙ୍ଗମାନଙ୍କର ଟାହିଟା ପରା ଶୁଣିଲା। ଆଉ ସେ ସ୍କୁଲ ଯିବ ନାହିଁ ବୋଲି ଜିଦ୍ ଧରିଲା। ମାତ୍ର ସୌମ୍ୟ ତାର ସବୁ ଅଭାବ ପୂରଣ କରିବାକୁ କଥା ଦେଲା। ଦିନେ ସକାଳେ ପ୍ରଭାବତୀ ଓ ଗେହ୍ଲି ବିଛଣା ଛାଡ଼ିବା ବେଳକୁ ସୌମ୍ୟ ଘରେ ନଥିଲା। ମା ଝିଅ 2 ଜଣ ସୌମ୍ୟକୁ ଅନେକ ଖୋଜିଲେ, ହେଲେ କୋଉଠି ବି ପାଇଲେନି। ଦିନ ଯାଇ ରାତି ହେଲା। ସୌମ୍ୟ ହସି ହସି ଘରକୁ ଫେରିଲା। ହାତରେ ଥିଲା 2ଟି ପ୍ୟାକେଟ। ଗେହ୍ଲି ଭାଇକୁ ଦେଖି କଅଁଳା ବାଛୁରୀ ଭଳି ତା ପାଖକୁ ଦୌଡ଼ିଗଲା। ସୌମ୍ୟ ତା ହାତକୁ ଗୋଟିଏ ନୂଆ ଫ୍ରକ୍ ଓ ମା ହାତକୁ ଗୋଟିଏ ନୂଆ ଶାଢ଼ୀ ବଢ଼ାଇ ଦେଲା। ଆଉ କହିଲା, ଏଇଟି ମୋର ପ୍ରଥମ ରୋଜଗାର। ମା ଶାଢ଼ୀଟିକୁ ଧରିବା ବେଳେ ଧଳା ଶାଢ଼ୀରେ ମେଞ୍ଚାଏ ରକ୍ତ ଲାଗିଥିବାର ଦେଖିଲେ। ଆଉ ଚିତ୍କାର କରି କହିଲେ, ସୌମ୍ୟ, ତୁ ମଣିଷ ମାରି ଏ ନୂଆ ପୋଷାକ ଆଣିନାହୁଁ ତ? ସତ କହ, ଏତେ ପଇସା ତୁ କେଉଁଠୁ ଆଣିଲୁ? ସୌମ୍ୟ ଦରଦ ଭରା କଣ୍ଠାରେ କହିଲା, ନାଇଁ ମା, ମୁଁ ମେହନତ କରି ଏତକ ରୋଜଗାର କରିଛି। ଏଇ ଦେଖୁନୁ, କହି ପାପୁଲି 2ଟି ଦେଖାଇଦେଲା। ପାପୁଲିରେ ପାପୁଲିଏ ରକ୍ତ। ସକାଳୁ ଯାଇ କ୍ରସରରେ ବୋଲ୍ଡର ଚୁନା କରି ଯେଉଁ କିଛି ରୋଜଗାର କରିଛି ସେଇ ପଇସାରେ ଏହାକୁ କିଣିଛି। ଗେହ୍ଲିକୁ ଆଉ ଛିଣ୍ଡା ପୋଷାକ ପିନ୍ଧି ସ୍କୁଲ ଯିବାକୁ ପଡ଼ିବନି। ତା ଭାଇ ଥିବା ଯାଏ ତା ଆଖିରେ ଲୁହ ଦେଖି ପାରିବନି। ସୌମ୍ୟର ଏଇ ବୟାନ ଶୁଣି ପ୍ରଭାବତୀଙ୍କ ଆଖିର ଲୁହ ବନ୍ଧବାଡ଼ ମାନି ନଥିଲା। ଏତେ କଅଁଳ ବୟସରୁ ତତେ କାମ କରିବାକୁ ଛାଡ଼ିବିନି ପାଗଳା। ତୋ ମା କଣ ମରିଗଲା? ତମେ ଦୁହେଁ ତ ମୋ 2 ଆଖିର ତାରା। ତୁମକୁ ଟିକିଏ ସୁଖ ଦେବା ପାଇଁ ମୁଁ ସବୁ କଷ୍ଟ ଢୋକ ଢୋକ ପିଇଯିବି ସିନା, ତତେ କାମକୁ ଛାଡ଼ିବିନି। ଗେହ୍ଲି ନୂଆ ଫ୍ରକ୍ ପିନ୍ଧି ସ୍କୁଲ ଗଲା। ଭାଇର ସ୍ୱପ୍ନ ପୂରଣ ପାଇଁ ପାଠ ପଢ଼ାରେ ମନ ପ୍ରାଣ ଢାଳିଦେଲା। କାରଣ ଭାଇକୁ କଥା ଦେଇଥିଲା ଶ୍ରେଣୀରେ ପ୍ରଥମ ହେବ। ସେ ବି ତା କଥା ରଖିଛି। ଶ୍ରେଣୀ ପରେ ଶ୍ରେଣୀ ପ୍ରଥମ ସ୍ଥାନ ଅଧିକାର କରି ଆସିଛି। ଆଉ ଆଜି ସେ ବୃତ୍ତି ପାଇଛି। ସୌମ୍ୟ ମନରେ ଅଫୁରନ୍ତ ଆନନ୍ଦ। ଗେହ୍ଲି ଏବେ ବଡ଼ ସ୍କୁଲକୁ ପଢ଼ିବାକୁ ଯିବ। ଅନେକ ପଇସା ଖର୍ଚ୍ଚ ହେବ। ଏତେ ଟଙ୍କା ସେ ଆଣିବ କୋଉଠୁ? ଭାବି ଭାବି ରାତି ଦିନ ଏକ ହୋଇଯାଉଥିଲା। ସେଦିନ ସନ୍ଧ୍ୟାରେ କାହିଁକି କେଜାଣି ନଈବନ୍ଧ ଆଡ଼େ ବୁଲି ଯାଇଥିଲା। ବାହାରେ ଚାକିରି କରି ଘରକୁ ଆସିଥିବା ଗାଁ ପିଲାମାନଙ୍କୁ ଘରର ଅସୁବିଧା ବିଷୟରେ ଜଣାଇଲା। ସେମାନେ ତାକୁ ସାଥିରେ ନେଇ କର୍ମସଂସ୍ଥାନ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଲେ। ମେଘଭର୍ତ୍ତି ଆକାଶକୁ ପଛରେ ଛାଡ଼ି ଭାବନା ରାଜ୍ୟରେ ହଜି ଯାଇଥିଲା ସୌମ୍ୟ। 2 ଦିନ ପରେ ରାକ୍ଷୀ ପୂର୍ଣ୍ଣିମା। ଗେହ୍ଲିକୁ କଣ ଗୋଟେ ଭଲ ଜିନିଷ ଦେବାକୁ ପଡ଼ିବ। ଗେହ୍ଲି ବି ଭାଇ ପାଇଁ ରାକ୍ଷୀଟିଏ କିଣିବା ପାଇଁ ମା ପାଖରେ ଅଳି କରୁଥିଲା। ମା କହିଲେ, ଏବେ ତାଙ୍କ ପାଖରେ ପଇସାଟିଏ ବି ନାହିଁ। ଆର ବର୍ଷକୁ ବାନ୍ଧିବୁ। ଗେହ୍ଲି ମନକୁ ବୁଝାଇ ପାରୁନଥିଲା। ରାକ୍ଷୀ ପୂର୍ଣ୍ଣିମା ସକାଳ ପୂଜା ଥାଳି ସଜାଡ଼ି ଗେହ୍ଲି ଭାଇକୁ ରାକ୍ଷୀ ବାନ୍ଧିବା ପାଇଁ ଡାକିଲା। ରାକ୍ଷୀ ତ ନଥିଲା, ହେଲେ ବାହି ଦେଇଥିବା ଫ୍ରକରୁ କିଛି ଅଂଶ କାଟି ଭାଇ ହାତରେ ବାନ୍ଧିଦେଲା। ଆଉ କହିଲା, ଏଇ ଭାଇ, ଏହାକୁ ସାମାନ୍ୟ କପଡ଼ା ଖଣ୍ଡେ ଭାବିବୁନି। ରାକ୍ଷୀ ବାନ୍ଧିବା ପରେ ଭଉଣୀକୁ ଦେବା ପାଇଁ ଭାଇ ସୌମ୍ୟ ପାଖରେ କିଛି ବି ନଥିଲା। କପାଳରେ ଏକ ଚୁମା ଆଙ୍କି ଦେଇ କହିଲା, ଗେହ୍ଲି, ମୋ ସୁନା ଭଉଣୀ, ଆଜି ମୁଁ ତତେ କିଛି ଦେଇପାରୁନି ଲୋ। ଦେଖିବୁ, ଦିନ ଆସିବ ମୁଁ ତତେ ଏତେ ଉପହାର ଦେବି ଯେ ନବା ପାଇଁ ତୋ ପାଖରେ ଜାଗା ନଥିବ। ଏ ଭିତରେ
ଗାଁ ପିଲାମାନଙ୍କ ସହ ବିଦେଶ ଯାଇ ରୋଜଗାର କରି ଘର ଚଳାଇବା କଥା ମାଙ୍କୁ କହିଲା ସୌମ୍ୟ। ସକାଳୁ ବିଦେଶ ଯିବାର ପ୍ରସ୍ତୁତ ବି ଲାଗି ପଡ଼ିଲା। ନିଜର ସଜଡ଼ା ଯାଇଥିବା ବ୍ୟାଗର ସଭା ଉପରେ ଥିଲା ଭଉଣୀ ପିନ୍ଧାଇଥିବା ଛିଣ୍ଡା ଫ୍ରକର ରାକ୍ଷୀ। ସକାଳ ହେବାର ଯଥେଷ୍ଟ ପୂର୍ବରୁ ଗାଁ ପିଲାଙ୍କ ସାଥିରେ ବିଦେଶ ଗଲା ସୌମ୍ୟ। ମାଙ୍କୁ କଥା ଦେଲା, ଯିବା ମାତ୍ରେ ଠିକଣା ପଠାଇବ। ଆଉ ଗେହ୍ଲିକି କହିବୁ ବ୍ୟସ୍ତ ହବନି, ପାଠ ପଢ଼ାରେ ମନେ ଦବ। ରାଜକୁମାର ଭଳି ବର ଖୋଜି ଦେବା ଦାୟିତ୍ୱ ଆଜିଠୁ ମୋର। ଲୁହ ଭିଜା ଆଖିରେ ପ୍ରଭାବତୀ ବିଦାୟ ଦେଲେ ସୌମ୍ୟକୁ। ସକାଳୁ ଉଠି ଗେହ୍ଲି ଦେଖିଲା ଭାଇ ନାହିଁ। ତାକୁ ଠକି ଦେଇଛି କହି ଅନେକ କାନ୍ଦିଲା। ମାତ୍ର ଘରର ସମସ୍ୟା ବିଷୟରେ ମା ବୁଝାଇ ଦେଲେ। ସୌମ୍ୟ ଯିବାର 2 ଦିନ ପରେ ଗାଁ ମହାଜନ ଆସି ପୋଲିସ ଧରି ଘର ପାଖରେ ପହଞ୍ଚିଲେ। ବାପା ଥିବା ଅବସ୍ଥାରେ ଘର ବନ୍ଧକ ପକାଇ କିଛି ଟଙ୍କା କରଜ ଆଣିଥିଲେ। ଟଙ୍କା ଦେବେ ନଚେତ ଘର ଛାଡ଼ିବାକୁ ପଡ଼ିବ। ଉପାୟ ଶୂନ୍ୟ ହୋଇ ଘର ଛାଡ଼ି ମା ଝିଅ 2 ଜଣ ସହରର ଅଭିମୁଖେ ଯାତ୍ରା କଲେ। ସୌମ୍ୟ ବାଙ୍ଗାଲୋରର ଏକ କପଡ଼ା ମିଲରେ ଯୋଗ ଦେଉଥିବା ବିଷୟ ଜଣାଇ ଘରକୁ ଚିଠି ଦେଲା। କିନ୍ତୁ ଚିଠି ଗୁଡ଼ିକ ମା ଭଉଣୀଙ୍କ ପହଞ୍ଚ ମୂଲକରେ ପଡ଼ୁଥିଲା। କାରଣ ପ୍ରଭାବତୀ ଓ ଗେହ୍ଲି ସହରର ଚାକଚକ୍ୟ ସଭ୍ୟତା ଭିତରେ ସଂଘର୍ଷମୟ ଜୀବନ କାହାଣୀର ଚିତ୍ର ଆଙ୍କୁଥିଲେ। ଦୁହେଁ ଏକ ହୋଟେଲରେ କାମ କରି ଜୀବନ ବଞ୍ଚିବାର ପ୍ରୟାସ କଲେ। ମାତ୍ର ସହରୀ ବାବୁମାନଙ୍କର ତୋଫା ପୋଷାକ ତଳେ ଅନ୍ଧାର ରାଜୁତି କରେ ସେମାନେ ଜାଣିନଥିଲେ। ମା ଝିଅଙ୍କୁ ସେମାନେ ପତିତା ସଜାଇଲେ। ଯେଉଁ ସମୟରେ ଗେହ୍ଲି ମାଟ୍ରିକ ପରୀକ୍ଷା ଦେବାର ଥିଲା, ସେହି ସମୟରେ କାହାର ସୁଖ ପାଇଁ ଗଭା ସଜାଡ଼ିଲା। ଧୀରେ ଧୀରେ ଏହାକୁ ବ୍ୟବସାୟରେ ପରିଣତ କଲେ। ଏତେ ଟଙ୍କା ଦୁହେଁ ରୋଜଗାର କଲେ ତାର ଇୟତ୍ତା ନାହିଁ। ସେହି ଅର୍ଥରେ ସହରର ଉପକଣ୍ଠରେ ଏକ ବିରାଟ ହୋଟେଲ ନିର୍ମାଣ କଲେ, ଯାହାର ନାଁ ଦେଲେ ହୋଟେଲ ମୀନାକ୍ଷୀ। ସୌମ୍ୟ କପଡ଼ା ମିଲରେ ନିଷ୍ଠାପର ସହ କାମ କରି ମାଲିକଙ୍କ ଶ୍ରଦ୍ଧାଭାଜନ ହୋଇପାରିଲା। ତାଙ୍କର ଉତ୍ତରାଧିକାରୀ କେହି ନଥିବାରୁ କମ୍ପାନୀର ଉତ୍ତରାଧିକାର ଦାୟିତ୍ୱ ଦେଇ ମାଲିକ ସବୁଦିନ ପାଇଁ ଆଖି ବୁଝିଲେ। ଅର୍ଥ ପ୍ରାଚୁର୍ଯ୍ୟର ପାହାଡ଼ ଉପରେ ଛିଡ଼ା ହୋଇଥିବା ବେଳେ ଗେହ୍ଲି ଦେଇଥିବା ଛିଣ୍ଡା ଫ୍ରକର କପଡ଼ା ଉପରେ ଆଖି ପଡ଼ିଗଲା। ମନେ ମନେ ସ୍ଥିର କଲେ ଏଥର ରାକ୍ଷୀ ପୂର୍ଣ୍ଣିମାକୁ ଗାଁକୁ ଯିବେ। ସେଦିନ ରାକ୍ଷୀ ବଦଳରେ କିଛି ଦେଇପାରିନଥିଲା ତା ଭଉଣୀ ଗେହ୍ଲିକୁ। ଏବେ କିନ୍ତୁ ଭଉଣୀକୁ ସୁନାରେ ଛାଇ ଦେବ କହି ଅନେକ ଗହଣା କିଣିଲେ। ରାକ୍ଷୀ ପୂର୍ଣ୍ଣିମା ନିକଟ ବି ହୋଇ ଆସିଲା। ଗେହ୍ଲି ବି ମନେ ମନେ ଭାବୁଥାଏ, ଭାଇ ସହ ତାର ଦେଖା ହୁଅନ୍ତାନି। ଏବେ ତାକୁ ଛିଣ୍ଡା କପଡ଼ା ନୁହେଁ, ହୀରାର ରାକ୍ଷୀ ପିନ୍ଧାଇ ଦିଅନ୍ତା। କେତେ କଥା କହୁଥିଲା, କୁଆଡ଼େ ଗଲା, କୋଉଠି ରହିଲା? ଆଜି କାହିଁକି ତା କଥା ମୋର ଭାରି ମନେ ପଡ଼ୁଛି। ଅସରନ୍ତି ଭାବନାର ଖିଅ ଧରି ସୌମ୍ୟ ଫ୍ଲାଇଟ୍ ଚଢ଼ିଲା। ଫ୍ଲାଇଟ୍ ଆସି ସହର ଛୁଇଁବା ବେଳକୁ ରାତି ପାଖାପାଖି 12। ସୌମ୍ୟ ଭାବିଲା ଆଜି ରାତିକ ଏକ ଭଲ ହୋଟେଲରେ ବିଶ୍ରାମ ନେବ। ସକାଳ ହେଲେ ଭଉଣୀ ଗେହ୍ଲି ପାଖରେ ପହଞ୍ଚିଯିବ। ଦୃଷ୍ଟି ପଡ଼ିଗଲା ହୋଟେଲ ମୀନାକ୍ଷୀ ଉପରେ। ରିସେପସନିଷ୍ଟ ପାଖରେ ରୁମ୍ ନମ୍ବର 36କୁ ବୁକ୍ କଲା। ଧୋଇ ଧାଇ ହୋଇ ବିଶ୍ରାମ ନେବା ବେଳକୁ ହଠାତ୍ କବାଟରେ ଠକ୍ ଠକ୍ ଶବ୍ଦ ହେଲା। କବାଟ ଖୋଲି ସୌମ୍ୟ କିଛି କହିବା ଆଗରୁ ଜଣେ ପୌଢ଼ା ତାଙ୍କ ମୁହଁକୁ କପଡ଼ାରେ ଜାବୁଡ଼ି ଧରିଲେ। ଜଣେ ତରୁଣୀ ଅଣ୍ଟାରୁ ଛୁରୀ କାଢ଼ି ତାଙ୍କ ଗଳା କାଟିଦେଲେ। ଆଣିଥିବା ଆଟାଚ୍ ଭାଙ୍ଗିଦେବା ବେଳକୁ ଆଟାଚ୍ ଉପରେ ଗେହ୍ଲିର ସେ କପଡ଼ା ରାକ୍ଷୀଟା ଥୁଆ ହୋଇଥିଲା। ତା ତଳକୁ ଥିଲା ଗେହ୍ଲି ଓ ସୌମ୍ୟର ପିଲାଦିନର ଫଟୋ। ସେ ଚିତ୍କାର କରି ଉଠିଲା, ଭାଇ, ସେଦିନ ତୁ ଠିକ୍ କହୁଥିଲୁ। ତୁ ମୋତେ ଏତେ ଉପହାର ଦେବୁ ଯେ ମୋ ପାଖରେ ନବା ପାଇଁ ଜାଗା ରହିବନି। ଏଇ ଥରୁଟେ ପାଇଁ ତୁ ତ ଗେହ୍ଲି ପାଖକୁ ଫେରିଆ ଭାଇ। ସେତେବେଳକୁ ଚଟାଣ ଉପରେ ଭାଇର ରକ୍ତାକ୍ତ ଶବ ଲହଡ଼ି ଭାଙ୍ଗୁଥିଲା। ଏ ତ ଥିଲା କାହାଣୀ ରୁମ୍ ନମ୍ବର 36। ଧନ୍ୟବାଦ।